ଭାରତରେ ପ୍ରାଚୀନ କାଳରୁ ଋଷି ଓ ମୁନିମାନଙ୍କର ଏକ ବିଶେଷ ସ୍ଥାନ ରହିଛି। ଆଜିଠାରୁ ହଜାର ହଜାର ବର୍ଷ ପୂର୍ବେ ଋଷି, ମୁନି, ମହର୍ଷି, ବ୍ରହ୍ମର୍ଷିମାନେ ସମାଜର ପଥ ପ୍ରଦର୍ଶକ ଥିଲେ। ସେହି ସମୟରେ ସେମାନେ ନିଜର ଜ୍ଞାନ ଓ ତପସ୍ୟା ମାଧ୍ୟମରେ ସମାଜର କଲ୍ୟାଣ ପାଇଁ କାମ କରୁଥିଲେ, ଲୋକଙ୍କୁ ସମସ୍ୟାରୁ ମୁକ୍ତ କରୁଥିଲେ। ଆଜିକାଲି ଅନେକ ତୀର୍ଥସ୍ଥାନ, ମନ୍ଦିର, ଜଙ୍ଗଲ, ପାହାଡ଼ରେ ଅନେକ ସାଧୁ ଓ ସନ୍ନ୍ୟାସୀ ଦେଖାଯାନ୍ତି, କିନ୍ତୁ ଋଷିମୁନିମାନଙ୍କ ପରି ସେମାନଙ୍କର ଗଭୀର ଜ୍ଞାନ ନାହିଁ। କେହି ଋଷି, ମୁନି, ମହର୍ଷି, ସାଧୁ, ବ୍ରହ୍ମର୍ଷି ଏମାନଙ୍କୁ ଏକାପରି ଭାବନ୍ତି, କିନ୍ତୁ ବାସ୍ତବରେ ଏମାନଙ୍କ ମଧ୍ୟରେ ପାର୍ଥକ୍ୟ ରହିଛି। ପ୍ରତ୍ୟେକଙ୍କର ନିଜସ୍ୱ ପରିଚୟ ଓ ଗୁରୁତ୍ୱ ରହିଛି। ତେଣୁ ଆଜି ଆମେ ଆପଣଙ୍କୁ ଋଷି, ମୁନି, ମହର୍ଷି, ସାଧୁ, ସନ୍ନ୍ୟାସୀଙ୍କ ମଧ୍ୟରେ ଥିବା ପାର୍ଥକ୍ୟ ବିଷୟରେ କହିବୁ। ପ୍ରିୟ ବନ୍ଧୁମାନେ, ପ୍ରଥମେ ଋଷି ବିଷୟରେ। ଋଷି ଶବ୍ଦଟି ବୈଦିକ ସଂସ୍କୃତିର ଭାଷାରୁ ଆସିଛି। ପ୍ରାଚୀନ କାଳରେ ବେଦ ରଚନାକାରୀମାନଙ୍କୁ ଋଷି କୁହାଯାଉଥିଲା। ଋଷିମାନେ ନିଜର ଯୋଗ ମାଧ୍ୟମରେ ପରମାତ୍ମାଙ୍କୁ ପାଇପାରୁଥିଲେ ଏବଂ ନିଜ ଶିଷ୍ୟମାନଙ୍କୁ ଆତ୍ମଜ୍ଞାନ ପ୍ରଦାନ କରୁଥିଲେ। ବୈଦିକ ଯୁଗରେ ଋଷିମାନେ ଗୃହସ୍ଥ ଥିଲେ ଏବଂ ଆଶ୍ରମରୁ ଆସୁଥିଲେ। ଋଷିମାନଙ୍କୁ ଲୋଭ, କ୍ରୋଧ, ମୋହ, ଅହଙ୍କାର, ଈର୍ଷା ଆଦି ଦୋଷରୁ କୌଣସି ବାଧା ନଥିଲା। ସେହିପରି କଠୋର ନିୟମ ମଧ୍ୟ ନଥିଲା। ପ୍ରାଚୀନ କାଳରେ ଋଷିମାନେ କେବଳ ଭତ୍କ ବସ୍ତୁ ନୁହେଁ, ତାହାର ପଛରେ ଥିବା ଶକ୍ତିକୁ ମଧ୍ୟ ଦେଖିପାରୁଥିଲେ। ଆମ ପୁରାଣରେ ସପ୍ତର୍ଷିଙ୍କ ବିଷୟରେ ଉଲ୍ଲେଖ ରହିଛି। ସେମାନେ ହେଲେ ଅତ୍ରି, ଭରଦ୍ୱାଜ, ଗୌତମ, ଯମଦଗ୍ନି, କଶ୍ୟପ, ବଶିଷ୍ଠ ଏବଂ ବିଶ୍ୱାମିତ୍ର। ବନ୍ଧୁମାନେ, ଜଣେ ଋଷି ବିଷୟରେ ଜାଣିବା। ସେ ହେଲେ ଭରଦ୍ୱାଜ ଋଷି। ପୁରାଣ ଅନୁସାରେ ଭରଦ୍ୱାଜ ସୁଶୀଳାଙ୍କୁ ବିବାହ କରିଥିଲେ। ସେମାନଙ୍କର ଗର୍ଗ ନାମରେ ଜଣେ ପୁତ୍ର ଓ ଦେବର୍ଷିଣୀ ନାମରେ ଜଣେ କନ୍ୟା ଥିଲେ। ମହାଭାରତରେ ଭରଦ୍ୱାଜ ନିଜର ବୀର୍ୟ ଏକ କଳସରେ ସଂରକ୍ଷଣ କରିଥିଲେ, ଯେଉଁଥିରୁ ଦ୍ରୋଣ ଜନ୍ମ ନେଇଥିଲେ। ତେଣୁ ଭରଦ୍ୱାଜ ମହାଭାରତର ଦୁଇଟି ପ୍ରମୁଖ ଚରିତ୍ର, ଦ୍ରୋଣାଚାର୍ଯ୍ୟ ଓ ଦ୍ରୋଣଙ୍କ ପୁତ୍ର ଅସ୍ଥାମା ସହ ସିଧାସିଧି ଜଡ଼ିତ ଥିଲେ। ମହାଭାରତ ଅନୁସାରେ ଭରଦ୍ୱାଜ ଦ୍ରୋଣଙ୍କୁ ଅସ୍ତ୍ରଶସ୍ତ୍ର ଶିକ୍ଷା ଦେଇଥିଲେ। ଭରଦ୍ୱାଜଙ୍କର ଦୁଇ ଜଣ ଶିଷ୍ୟ ଥିଲେ, ଅଗ୍ନିବେଶ ଓ ଦ୍ରୁପଦ। ଅଗ୍ନିବେଶ ଦ୍ରୋଣଙ୍କୁ ଆଗ୍ନେୟ ଅସ୍ତ୍ର ଶିଖାଇଥିଲେ, ଆଉ ଦ୍ରୁପଦ ପାଞ୍ଚାଳ ରାଜ୍ୟର ରାଜା ହୋଇଥିଲେ। ତୈୟ ମୁନି। ମୁନି ଶବ୍ଦର ଅର୍ଥ ମନ ଅର୍ଥାତ୍ ଶାନ୍ତି। ମୁନିମାନେ ବହୁତ କମ କଥା କହୁଥିଲେ। ସେମାନେ ମନବ୍ରତ ପାଳନ କରୁଥିଲେ, ବେଦ ଓ ଗ୍ରନ୍ଥର ଜ୍ଞାନ ଅର୍ଜନ କରୁଥିଲେ। ମନ ସାଧନା ସହିତ ଦିନକୁ ଗୋଟିଏ ଥର ଖାଦ୍ୟ ଗ୍ରହଣ କରି ଏବଂ 28ଟି ଗୁଣର ଅଧିକାରୀ ହେଲେ ସେମାନଙ୍କୁ ମୁନି ବୋଲି କୁହାଯାଉଥିଲା। ପ୍ରାଚୀନ କାଳରେ ମନ ପାଳନ କରି ସାଧନା କରୁଥିବା ଋଷିମାନଙ୍କୁ ମୁନି ପଦବୀ ମିଳୁଥିଲା। କେତେକ ଋଷି ଈଶ୍ୱରଙ୍କ ଜପ କରୁଥିଲେ। ସେମାନଙ୍କ ମଧ୍ୟରେ ନାରଦ ମୁନି ମଧ୍ୟ ଥିଲେ। ମୁନିମାନେ ଶାସ୍ତ୍ର ରଚନା କରି ସମାଜର କଲ୍ୟାଣ ପାଇଁ ପଥ ଦେଖାଉଥିଲେ। ବନ୍ଧୁମାନେ, ଜଣେ ମୁନି ବିଷୟରେ ଜାଣିବା। ସେ ହେଲେ ନାରଦ ମୁନି। ପୂର୍ବ ଜନ୍ମରେ ନାରଦ ଜଣେ ବେଦବିଦଙ୍କ ଘରେ କାମ କରୁଥିବା ଦାସୀର ପୁତ୍ର ଥିଲେ। ଥରେ ସେ ଚାତୁର୍ମାସ୍ୟ ବ୍ରତ ପାଳନକାରୀ କେତେକ ଯୋଗୀଙ୍କୁ ଶ୍ରଦ୍ଧାରେ ସେବା କରିଥିଲେ। ସେମାନେ ଖୁସି ହୋଇ ସେହି ବାଳକକୁ ବିଷ୍ଣୁ ତତ୍ତ୍ୱ ଶିକ୍ଷା ଦେଇଥିଲେ। ସେମାନଙ୍କ କୃପାରୁ ସେହି ବାଳକ ବାସୁଦେବଙ୍କ ଅମୃତ ମାୟାକୁ ବୁଝିପାରିଥିଲେ। ଦିନେ ତାଙ୍କ ମା ସାପ କାମୁଡ଼ିରେ ମରିଗଲେ। ତେଣୁ ନାରଦ ସମସ୍ତ ବନ୍ଧନରୁ ମୁକ୍ତ ହୋଇ ଜଙ୍ଗଲକୁ ଯାଇ ଭଗବତ ସ୍ୱରୂପରେ ଧ୍ୟାନ କରିବାକୁ ଲାଗିଲେ। ଏକାଗ୍ର ଧ୍ୟାନ ସମୟରେ ତାଙ୍କ ମନରେ ଭଗବତ ସ୍ୱରୂପ ଦେଖାଗଲା, କିନ୍ତୁ ପରମୁହୂର୍ତ୍ତରେ ତାହା ଅଦୃଶ୍ୟ ହୋଇଗଲା। ଚିନ୍ତାରେ ଜଙ୍ଗଲରେ ବୁଲୁଥିବା ବେଳେ ତାଙ୍କୁ ଦିବ୍ୟବାଣୀ ଏହିପରି ଆଦେଶ ଦେଲା, ଏହି ଜନ୍ମରେ ତୁମେ ମୋତେ ପାଇବ ନାହିଁ, କିନ୍ତୁ ମୋ ଦର୍ଶନରୁ ତୁମ ସନ୍ଦେହ ଦୂର ହେଲା ଓ ଅତଳ ଭକ୍ତି ଜନ୍ମିଲା। ଏହି ଶରୀର ତ୍ୟାଗ ପରେ ତୁମେ ମୋର ପାର୍ଷଦ ହୋଇ ମୋତେ ପାଇବ। ନାରଦ ସନ୍ତୁଷ୍ଟ ହୋଇ ନିରନ୍ତର ହରିନାମ ଜପ କରି ସମୟ କାଟିଲେ ଓ ଶେଷ ମୁହୂର୍ତ୍ତରେ ଶରୀର ତ୍ୟାଗ କଲେ। ତୃତୀୟ, ମହର୍ଷି।
ଯେଉଁମାନେ ଜ୍ଞାନ ଓ ତପସ୍ୟାରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛନ୍ତି ସେମାନଙ୍କୁ ମହର୍ଷି କୁହାଯାଏ। ମହର୍ଷିମାନେ ମୋହ ମାୟାରୁ ମୁକ୍ତ ହୋଇ ପରମାତ୍ମାଙ୍କ ପ୍ରତି ସମର୍ପିତ ହୁଅନ୍ତି। ମହର୍ଷିଙ୍କଠାରୁ କେବଳ ବ୍ରହ୍ମର୍ଷିମାନେ ଉଚ୍ଚ ବୋଲି ବିବେଚନା କରାଯାଏ। ଗୁରୁ ବଶିଷ୍ଠ ଓ ବିଶ୍ୱାମିତ୍ର ବ୍ରହ୍ମର୍ଷି ହୋଇଥିଲେ। ପ୍ରାଚୀନ ଗ୍ରନ୍ଥ ଅନୁସାରେ ପ୍ରତ୍ୟେକ ମଣିଷରେ 3 ପ୍ରକାରର ନେତ୍ର ରହିଛି: ଜ୍ଞାନ ନେତ୍ର, ଦିବ୍ୟ ନେତ୍ର ଓ ପରନେତ୍ର। ଜ୍ଞାନ ନେତ୍ର ଜାଗ୍ରତ ହେଲେ ଋଷି, ଦିବ୍ୟ ନେତ୍ର ଜାଗ୍ରତ ହେଲେ ମହର୍ଷି ଓ ପରନେତ୍ର ଜାଗ୍ରତ ହେଲେ ବ୍ରହ୍ମର୍ଷି କୁହାଯାଏ। ଶେଷ ମହର୍ଷି ଦୟାନନ୍ଦ ସରସ୍ୱତୀ ମୂଳ ମନ୍ତ୍ରଗୁଡ଼ିକୁ ବୁଝି ବ୍ୟାଖ୍ୟା କରିଥିଲେ। ତାଙ୍କ ପରେ ଏଯାଏ କେହି ମହର୍ଷି ହୋଇନାହାନ୍ତି। ବନ୍ଧୁମାନେ, ଜଣେ ମହର୍ଷି ବିଷୟରେ ଜାଣିବା। ସେ ହେଲେ ଅଗସ୍ତ୍ୟ ମହର୍ଷି। ଭାରତରେ ଅସାଧାରଣ କାର୍ଯ୍ୟ କରିଥିବା ମହାତ୍ମା ଅଗସ୍ତ୍ୟ। ତାଙ୍କର ଜନ୍ମ ମଧ୍ୟ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ। ଅଗ୍ନିଦେବ ଓ ବାୟୁଦେବଙ୍କ ଅଂଶ ସହିତ ଜଳପୂର୍ଣ୍ଣ ଏକ କଳସରୁ ସେ ଜନ୍ମ ନେଇଥିଲେ। ତେଣୁ ଅଗସ୍ତ୍ୟ ମହର୍ଷିଙ୍କର କଳସଜ, କୁମ୍ଭସମ୍ଭବ, ଋଷେୟ, ମିତ୍ରାବରୁଣ ପୁତ୍ର, ବହ୍ନିମାରୁତ ସମ୍ଭବ ଏପରି ଅନେକ ନାମ ରହିଛି। ଅଗସ୍ତ୍ୟ ମହର୍ଷିଙ୍କ ବାଲ୍ୟକାଳରେ ଉପନୟନ, ପ୍ରଣବ ମନ୍ତ୍ର, ପଞ୍ଚାକ୍ଷରୀ ମନ୍ତ୍ରୋପଦେଶ ଏସବୁ ଦେବତାମାନେ କରିଥିଲେ। ସେ ବ୍ରହ୍ମଚର୍ଯ୍ୟ ଗ୍ରହଣ କରି ତପସ୍ୟା କରୁଥିଲେ। ଥରେ ଜଙ୍ଗଲରେ ବୁଲୁଥିବା ବେଳେ ତଳେ ମୁଣ୍ଡ ଝୁଲୁଥିବା ମୁନିମାନଙ୍କୁ ଦେଖି ପଚାରିଲେ, ଆପଣମାନେ କାହିଁକି ଏପରି ଅଛନ୍ତି? ସେମାନେ କହିଲେ, ଆମକୁ ପିତୃଦେବତା କୁହାଯାଏ। ଆମେ ପୁଣ୍ୟଲୋକ ପାଇବା ପାଇଁ ତୁମେ ବିବାହ କରିବା ଦରକାର, ନଚେତ୍ ଆମର ଏହି ଅବସ୍ଥା ରହିବ। ଅଗସ୍ତ୍ୟ ଏହା ଶୁଣି କହିଲେ, ବିବାହ କରିବାକୁ ହେଲେ ଭଲ ବଧୂ ଦରକାର। ତେଣୁ ସେ ନିଜର ତପୋବଳରେ ପୁତ୍ରକାମ ନାମରେ ଜଣେ ବିଦର୍ଭ ରାଜାଙ୍କ ପାଇଁ ଏକ ସୁନ୍ଦରୀ କନ୍ୟା ଜନ୍ମ ନେଉ ବୋଲି ବର ଦେଲେ। ସେହି ଝିଅର ନାମ ଲୋପାମୁଦ୍ରା। ଅଗସ୍ତ୍ୟ ତାଙ୍କୁ ବିବାହ କରି ନିଜ ଆଶ୍ରମକୁ ଆଣିଲେ। ଚତୁର୍ଥ, ସାଧୁ। ସାଧୁମାନେ ସାଧାରଣତଃ ସାଧନା କରୁଥିବା ବ୍ୟକ୍ତି। ସାଧୁ ହେବା ପାଇଁ ପଣ୍ଡିତ ହେବାର ଆବଶ୍ୟକତା ନାହିଁ, କାରଣ ସାଧନା ଯେ କେହି କରିପାରେ। ପ୍ରାଚୀନ କାଳରେ ଅନେକ ସମାଜରୁ ଅଲଗା ହୋଇ ନିଜର ସାଧନାରେ ମଗ୍ନ ହେଉଥିଲେ ଓ ବିଶେଷ ଜ୍ଞାନ ଅର୍ଜନ କରୁଥିଲେ। କେତେବେଳେ ଭଲ ଲୋକଙ୍କୁ ଖରାପ ଲୋକଙ୍କଠାରୁ ଅଲଗା କରିବାକୁ ସାଧୁ ଶବ୍ଦ ବ୍ୟବହାର କରାଯାଏ। କାରଣ ସାଧନା ମାଧ୍ୟମରେ ଜଣେ ବ୍ୟକ୍ତି ସରଳ ଓ ସକାରାତ୍ମକ ଚିନ୍ତାଧାରାର ହୁଏ। ସାଧୁମାନେ ସବୁବେଳେ ଅନ୍ୟମାନଙ୍କୁ ସାହାଯ୍ୟ କରିବାକୁ ଆଗେଇ ରହନ୍ତି। ସଂସ୍କୃତରେ ସାଧୁମାନେ ସଜ୍ଜନ। ଏହାର ଗୁଣ ହେଲା କାମ, କ୍ରୋଧ, ଲୋଭ, ମୋହ, ମଦ, ଈର୍ଷା ଏହି 6ଟି ଦୋଷ ତ୍ୟାଗ କରିବା। ଏହି ସମସ୍ତ ଦୋଷ ତ୍ୟାଗ କରିଥିବା ବ୍ୟକ୍ତିଙ୍କୁ ସାଧୁ ପଦବୀ ଦିଆଯାଏ। ବନ୍ଧୁମାନେ, ଜଣେ ସାଧୁ ବିଷୟରେ ଜାଣିବା। ସେ ହେଲେ ରାମକୃଷ୍ଣ ପରମହଂସ। ରାମକୃଷ୍ଣ ଦକ୍ଷିଣେଶ୍ୱର କାଳୀ ମନ୍ଦିରରେ ପୂଜା ଓ ସେବା କରୁଥିଲେ। ମନ୍ଦିରରେ ଥିବା ମୂର୍ତ୍ତି ପ୍ରକୃତରେ ପଥରର ନା ଜୀବନ୍ତ ଦେବୀ ତାହା ଜାଣିବାକୁ ଚେଷ୍ଟା କରୁଥିଲେ। ଜୀବନ୍ତ ଦେବୀଙ୍କୁ ପୂଜା କଲେ ସେ କାହିଁକି ଉତ୍ତର ଦିଅନ୍ତି ନାହିଁ, ଏହା ଭାବୁଥିଲେ। ଏହି ପ୍ରଶ୍ନ ତାଙ୍କୁ ରାତିଦିନ ତାଡ଼ନା କରୁଥିଲା। ପରେ ସେ କାଳୀଦେବୀଙ୍କୁ ପ୍ରତ୍ୟକ୍ଷ ଦେଖିବା ପାଇଁ ତୀବ୍ର ପ୍ରାର୍ଥନା ଆରମ୍ଭ କଲେ। ଗଭୀର ଭକ୍ତିରେ ମଗ୍ନ ହୋଇ ରାତିଦିନ ମାଙ୍କ ଧ୍ୟାନରେ ରହୁଥିଲେ। ରାତିରେ ଜଙ୍ଗଲରେ ବସି ପ୍ରାର୍ଥନା କରୁଥିଲେ। ଦିନେ ମାଙ୍କ ଦର୍ଶନ ପାଇଲେ। ତାପରେ ନିରନ୍ତର ମାଙ୍କ ଦର୍ଶନ ଭାଗ୍ୟ ଲାଭ କଲେ। ସତ୍ୟକାର ମଣିଷର ସେବା ପରି ମାଙ୍କ ମୂର୍ତ୍ତିକୁ ପୂଜା କରୁଥିଲେ। ଏହାପରେ ମଧ୍ୟ ସନ୍ତୁଷ୍ଟ ନ ହୋଇ ଅନ୍ୟ ଧର୍ମରେ ପରମ ସତ୍ୟ ଜାଣିବା ପାଇଁ ପ୍ରାର୍ଥନା କରୁଥିଲେ। କେତେକ ଗୁରୁ ତାଙ୍କ ପାଖକୁ ଆସି ବୁଝିଲେ ଯେ ସେ ସମସ୍ତ ଧର୍ମରେ ପରମ ସତ୍ୟର ସାକ୍ଷାତକାର କରିଛନ୍ତି। ଏହି ଖବର ସମସ୍ତ ଗାଁରେ ବ୍ୟାପିଗଲା ଏବଂ ସମସ୍ତ ଧର୍ମର ଲୋକେ ରାମକୃଷ୍ଣଙ୍କ ଦର୍ଶନ ପାଇଁ ଆସୁଥିଲେ। ପଞ୍ଚମ, ସନ୍ନ୍ୟାସୀ। ସଂସ୍କୃତ ଶବ୍ଦ ସନ୍ତ ମାନେ ଶାନ୍ତି ଓ ସନ୍ତୁଳନ। ସତ୍ ମାନେ ସତ୍ୟ ଭାବେ ବଞ୍ଚି ଆତ୍ମଜ୍ଞାନ ଅର୍ଜନକାରୀ। ଏଥିରେ ସତ୍ କବୀର ଦାସ, ସନ୍ତ ତୁଳସୀ ଦାସ, ସତ୍ ରବିଦାସ ଆଦି ବ୍ୟକ୍ତି ଅଛନ୍ତି। ଈଶ୍ୱର ଭକ୍ତ ଓ ଧାର୍ମିକ ବ୍ୟକ୍ତିଙ୍କୁ ସନ୍ନ୍ୟାସୀ କୁହାଯାଏ। ଘର ସଂସାର ତ୍ୟାଗ କରି ମୋକ୍ଷ ପାଇଁ
ଜଙ୍ଗଲକୁ ଯିବା ସନ୍ନ୍ୟାସୀ ହେବା ନୁହେଁ। ତେଣୁ ପ୍ରତ୍ୟେକ ସାଧୁ ବା ମହାତ୍ମା ସନ୍ନ୍ୟାସୀ ହୋଇପାରନ୍ତି ନାହିଁ। ଜଗତ ଆଧ୍ୟାତ୍ମିକତା ମଧ୍ୟରେ ସନ୍ତୁଳନ ରକ୍ଷା କରୁଥିବା ବ୍ୟକ୍ତିମାନେ ହିଁ ସନ୍ନ୍ୟାସୀ। ସନ୍ନ୍ୟାସୀମାନଙ୍କର ସ୍ୱାଭାବିକ ଶାନ୍ତ ସ୍ୱଭାବ ରହିଥାଏ। ବନ୍ଧୁମାନେ, ଜଣେ ସନ୍ନ୍ୟାସୀ ବିଷୟରେ ଜାଣିବା। ସେ ହେଲେ ସନ୍ଥ କବୀର ଦାସ। ଭକ୍ତି ସାମ୍ରାଜ୍ୟରେ ମୁକ୍ତା ପରି ଉଜ୍ଜଳ ଥିବା ବ୍ୟକ୍ତିଙ୍କ ମଧ୍ୟରେ ପ୍ରମୁଖ ହେଲେ କବୀର ଦାସ। ତାଙ୍କ ବାପା ମା କିଏ ଥିଲେ ତାହା ଜଣା ନାହିଁ, କିନ୍ତୁ ଜଣେ ଗରିବ ମୁସଲମାନ ତନ୍ତୀ ଦମ୍ପତି ନିମା ଓ ନିରୁ ତାଙ୍କୁ ପାଳନ କରିଥିଲେ। ସେ ଚରମ ଦାରିଦ୍ର୍ୟରେ ବଢ଼ିଥିଲେ। ପ୍ରଥମ ପତ୍ନୀଙ୍କ ମୃତ୍ୟୁ ପରେ ସେ ଦ୍ୱିତୀୟ ବିବାହ କରିଥିଲେ, କିନ୍ତୁ ସେ ବହୁତ ଖରାପ ସ୍ୱଭାବର ଥିଲେ। ତେଣୁ ଜୀବନ ପ୍ରତି ବିତରାଗୀ ହୋଇପଡ଼ିଥିଲେ। ସେହି ସମୟରେ ଉତ୍ତର ଭାରତରେ ହିନ୍ଦୁ ଓ ମୁସଲମାନ ପରସ୍ପରକୁ ଘୃଣା କରୁଥିଲେ। କୁସଂସ୍କାର ବ୍ୟାପିଥିଲା। ଏସବୁ ଦେଖି କବୀର ଦାସ ଘର ଛାଡ଼ି ଦେଶଭ୍ରମଣରେ ବାହାରି ପଡ଼ିଲେ। ଅନେକ ସ୍ଥାନକୁ ଯାଇ ବିଭିନ୍ନ ଲୋକଙ୍କୁ ଭେଟି ଜ୍ଞାନସମ୍ପନ୍ନ ହେଲେ। କବୀର ପଢ଼ାଶୁଣା କରିନଥିଲେ, ତଥାପି ତାଙ୍କର ଉପଦେଶକୁ ଶିଷ୍ୟମାନେ ଗ୍ରନ୍ଥରେ ରୂପାନ୍ତରିତ କରିଥିଲେ। ତାହାର ନାମ କବୀର ବୀଜକ। କବୀର ଶ୍ରୀରାମଙ୍କର ଭକ୍ତ ଥିଲେ। ତାଙ୍କର ଗୁରୁ ଥିଲେ ରାମାନନ୍ଦ। ତାଙ୍କ ମାଧ୍ୟମରେ ଜ୍ଞାନୋପଦେଶ ପାଇ ଜୀବନକୁ ପବିତ୍ର କରିଥିଲେ। କବୀରରେ ମରିଗଲେ। ତାଙ୍କ ଶରୀର ପାଇଁ ହିନ୍ଦୁ ଓ ମୁସଲମାନ ବାଦବିବାଦ କରିଥିଲେ। କବୀର ମୁସଲମାନ ନା ହିନ୍ଦୁ ବୋଲି ଝଗଡ଼ା କରିଥିଲେ, କିନ୍ତୁ ତାଙ୍କ ଶରୀର ଅଦୃଶ୍ୟ ହୋଇ ଫୁଲରେ ପରିଣତ ହେଲା। ଏହି ଘଟଣା ତାଙ୍କ ଭକ୍ତିର ମହିମା ପ୍ରକାଶ କଲା। ସେ 120 ବର୍ଷର ଦୀର୍ଘ ଜୀବନ ଏହି ପୃଥିବୀରେ ଦେଖିଥିଲେ। ବନ୍ଧୁମାନେ, ଏହି ଭିଡିଓ ଦେଖିବା ପରେ ଋଷି, ମୁନି, ମହର୍ଷି, ସାଧୁ, ସନ୍ନ୍ୟାସୀଙ୍କ ମଧ୍ୟରେ ଥିବା ପାର୍ଥକ୍ୟ ଆପଣମାନେ ଭଲ ଭାବେ ବୁଝିଛନ୍ତି ବୋଲି ମୁଁ ବିଶ୍ୱାସ କରୁଛି। ଭିଡିଓଟି ପସନ୍ଦ ହେଲେ ଲାଇକ୍ କରନ୍ତୁ, ସେୟାର କରନ୍ତୁ, ସବସ୍କ୍ରାଇବ କରନ୍ତୁ। ଜୟ ହିନ୍ଦ, ଜୟ ଭାରତ।